ओम रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकरगुणनिधिं विप्लप्रियधार्मिकं राजेन्द्रं सत्यसन्धदशरथतनयं श्यामलं शान्तमूर्ति वन्दे लोकाभिरामं रघुकुलतिलकं राघवं रावणारि मूकं करोति वाचालं पङ्गुलङ्घयते यतगिरिं जदृग्वाचमं वन्दे परमानन्द माधवं तुम्ब चरणरे करे प्रणति हे रघुपति श्रोताମାନଙ୍କୁ ମୋର କର ମୁକତି हे रघुपति। ଏହି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର की जय, लक्ष्मणलाल जी की जय, भरतलाल जी की जय, शत्रुघ्नलाल जी की जय, सीता देवी की जय, हनुमान महाराज की जय। ଆପଣମାନେ ପୂର୍ବ ଅଧ୍ୟାୟରେ ଶୁଣିଥିଲେ ବଶିଷ୍ଠ ଆଉ ବିଶ୍ୱାମିତ୍ରଙ୍କ କଥା। ବଶିଷ୍ଠ କହୁଛନ୍ତି, ସବୁବେଳେ ବିଶ୍ୱାମିତ୍ର ମୋ ସହିତ କୂଟବୁଦ୍ଧି କଲା, ଆଉ ଏ ଜୀବନ ରଖିବି ନାହିଁ। ସମୁଦ୍ରକୁ ଯାଇ ଡେଇଁ ପଡ଼ିଲେ, ସମୁଦ୍ର ଲହରୀରେ ଆଣି କୂଳରେ ଲଗାଇଦେଲା। ବଶିଷ୍ଠ ମଲେ ନାହିଁ। ତାପରେ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଚଢ଼ିଲେ, କହିଲେ ଏଇଠି ତଳକୁ ଡେଇଁ ପ୍ରାଣତ୍ୟାଗ କରିବି। ତା'ର ଉଚ୍ଚତା 200 କୋଶ। ତା ଉପରୁ ତଳକୁ ଡେଇଁଲେ, ତଳେ ପଡ଼ି ବଶିଷ୍ଠଙ୍କର କିଛି ହେଲା ନାହିଁ, ସେଥିରେ ମଲେ ନାହିଁ। ତାପରେ ଦେଖିଲେ ଜଙ୍ଗଲରେ ନିଆଁ ଲାଗିଛି, ବହୁତ ଉଚ୍ଚକୁ ହୁତ ହୁତ ହୋଇ ଜଳୁଛି। କହିଲେ ଏଇ ନିଆଁ ଭିତରେ ପଶିକି ପ୍ରାଣତ୍ୟାଗ କରିବି। ଯାଇ ପଶିଲେ, ନିଆଁ ଜଳିବ କ'ଣ, ଲିଭିଗଲା। ତାପରେ ସେଥିରେ ବି ମଲେ ନାହିଁ। ତାପରେ କିଛି ଦୂରରେ ସିଂହ ବାଘ ଗର୍ଜନ ଶୁଭିଲା। କହିଲେ ସେଇଠି ଯିମି, ସେମାନେ ମୋତେ ଖାଇଦେଲେ ପ୍ରାଣ ଚାଲିଯିବ। ସେଠି ଗଲେ ବଶିଷ୍ଠଙ୍କୁ ଖାଇବେ କ'ଣ, ସେମାନେ ଦେଖି ଭୟରେ ପଳେଇଲେ। ପୁତ୍ର ଶୋକରେ ଏସବୁ ବଶିଷ୍ଠ କରୁଥିଲେ। ତାପରେ ନିଜ ଘରକୁ ଆସିଲେ, ପୁଣି ପୁତ୍ରମାନଙ୍କ କଥା ମନେ ପଡ଼ିଲା। ପୁଣି ନିଜ ମରଣ ଚିନ୍ତା କରି ଘରୁ ବାହାରି ଦୂରକୁ ଯାଉ ଯାଉ ଦେଖିଲେ ଗୋଟେ ଗଭୀର ନଦୀ ବହିଯାଉଛି। ମକର, କୁମ୍ଭୀର, ଜଳଚର ଜୀବମାନେ ସେ ନଦୀରେ ପୂର୍ଣ୍ଣ ହୋଇଛନ୍ତି। ସେଇଠି ନିଜ ଗୋଡ଼ ହାତ ବାନ୍ଧି ଦେଇ ନଦୀରେ ପଡ଼ିଗଲେ। ସେ ନଦୀ ତାଙ୍କୁ ପାଶମୁକ୍ତ କରିଦେଲା, ସେମାନେ ବନ୍ଧନରୁ ଖୋଲିଦେଲା। ତାପରେ କୂଳରେ ଆଣିକି ସେ ନଦୀ ବଶିଷ୍ଠଙ୍କୁ ଲଗାଇଦେଲେ। ବଶିଷ୍ଠଙ୍କୁ ପାଶମୁକ୍ତ କରିଥିଲା ବୋଲି ସେଇଦିନ ଠାରୁ ସେ ନଦୀର ନାମ ବିପାଶା ନଦୀ ନାମରେ ନାମିତ ହେଲା। ତାପରେ ବଶିଷ୍ଠ ଭାବିଲେ, ନିଜ ଘରକୁ ଯାଇ ତାପରେ ମୁଁ ସ୍ୱର୍ଗକୁ ଚାଲିଯିବି। ଯାଉଛନ୍ତି, ଚାଲି ଚାଲି ବହୁତ ଦୂର ପଥ ଗଲା ପରେ ଘର ପାଖାପାଖି ହେଇଗଲେ, ବେଦଧ୍ୱନି ଶୁଣିଲେ। ପଛରୁ କିଏ ବେଦଧ୍ୱନି କରୁଛି। ପଛକୁ ଚାହିଁଲେ, ଦେଖିଲା ବେଳକୁ ତାଙ୍କ ପୁତ୍ରବଧୂ ଶକ୍ତିଙ୍କ, ତାଙ୍କ ବଡ଼ ପୁଅଙ୍କ ପୁଅ ନାଁ ଶକ୍ତି, ତାଙ୍କ ସ୍ତ୍ରୀ ନାଁ ଅଦୁର୍ଶାନ୍ତି। ତାକୁ ଦେଖିଲେ। ବଶିଷ୍ଠଙ୍କୁ ଦେଖି ତାଙ୍କ ପୁତ୍ରବଧୂ ପାଦ ପୂଜା କଲେ। ବଶିଷ୍ଠ କହିଲେ, ଆରେ ମା, ତୁମ ପଛରେ ବେଦ କିଏ ପଢ଼ୁଥିଲା? ଅଦୁର୍ଶାନ୍ତି କହିଲେ, ମୋ ଗର୍ଭରେ ତୁମ ପୁତ୍ରଙ୍କର ଶିଶୁ ଅଛି, ସିଏ ସବୁବେଳେ ବେଦ ପଢ଼େ। ବଶିଷ୍ଠ କହିଲେ, ଯାହା ହଉ, ମୋର ବଂଶ ଅଛି, ଆଉ ବୁଢ଼ୀ ନାହିଁ। ସେଇଠୁ ପୁତ୍ର ଶୋକ ତ୍ୟାଗ କରି ନିଜ ଗୃହକୁ ଗଲେ। ତାପରେ ବଶିଷ୍ଠଙ୍କ କଥା ଏଇଠୁ ରହିଲା। ତାପରେ ବିଶ୍ୱାମିତ୍ର ଯଜ୍ଞ ସମାପ୍ତ କରି ତ୍ରିଶଙ୍କୁ ରାଜାଙ୍କର ଯଜ୍ଞ କରି ତାଙ୍କୁ ସ୍ୱର୍ଗବାସ ଦେଲେ। ତାପରେ ଶତାନନ୍ଦ
କହିଲେ, ବିଶ୍ୱାମିତ୍ରଙ୍କ ପ୍ରଭାବ ଶୁଣିଲ ତ ରାମ? ଆଉ ଅଳ୍ପ ଅଛି, ଶୁଣିଦେଇ ଅମ୍ବରୀଶ ରାଜାଙ୍କର ଯଜ୍ଞ ପଶୁ ହରଣ ବିଷୟରେ ଶୁଣିବ। ବିଶ୍ୱାମିତ୍ର ଯେଉଁ ଋଷିମାନଙ୍କୁ ନିମନ୍ତ୍ରଣ କରି ଆଣିଥିଲେ ତାଙ୍କୁ କହିଲେ, ଏଠି ତପସ୍ୟାରେ ବିଘ୍ନ ଘଟୁଛି, ଏଣୁ ଏହି ପଶ୍ଚିମ ପଟକୁ ବିରାଟ କାନନ ଅଛି, ସେଠି ପୁଷ୍କର ତୀର୍ଥ ଅଛି, ପୁଷ୍କର ନଦୀ ବହି ଯାଉଛି, ସେଇଠି ଆମ୍ଭେ ତପସ୍ୟା କରିବା। ଋଷିମାନଙ୍କୁ ନେଇ ପୁଷ୍କର ତୀର୍ଥରେ ରହି ଫଳମୂଳ ଆହାର କରି ତପସ୍ୟା ଆରମ୍ଭ କଲେ। ଅମ୍ବରୀଶ ନାମରେ ଜଣେ ଅଯୋଧ୍ୟାର ରାଜା ଥିଲେ। ରାଜା ଆସି ସେଠାରୁ ଅଳ୍ପ ଦୂରରେ ଯଜ୍ଞ ଆରମ୍ଭ କଲେ। ଯଜ୍ଞ ପଶୁ ସେଠି ବାନ୍ଧିଥାନ୍ତି, କିନ୍ତୁ ଗୋପନରେ କେତେବେଳେ ଇନ୍ଦ୍ର ଆସି ସେ ଯଜ୍ଞ ପଶୁକୁ ହରଣ କରି ନେଇଗଲେ। ଏକଥା କେହି ଜାଣିନାହାନ୍ତି। ପୁରୋହିତ ରାଜାଙ୍କୁ ଯାଇ କହିଲେ, ଯଜ୍ଞ ପଶୁ କିଏ ହରଣ କରି ନେଇଛି, ଖୋଜିକି ଆଣନ୍ତୁ, ନହେଲେ ଆପଣଙ୍କୁ ସେ ଦୋଷ ଲାଗିବ। ରାଜା ବହୁତ ଲୋକ ପଠାଇ ଖୋଜିଲେ, କିନ୍ତୁ ଆଉ ପାଇଲେ ନାହିଁ। ରାଜା ପୁରୋହିତଙ୍କ ପାଦ ତଳେ ପଡ଼ି ଆସି କହିଲେ, ଆମେ ଆଉ ସେ ଯଜ୍ଞ ପଶୁକୁ ପାଇଲୁ ନାହିଁ। ପୁରୋହିତ କହିଲେ, ପଶୁ ବଦଳରେ ଯଦି ଗୋଟିଏ ନରବଳି ଯୋଗାଇ ଦେଇପାରିବ, ତାହେଲେ ଏଥିରୁ ଉଦ୍ଧାର ପାଇପାରିବ। ରାଜା ରଥରେ ଚଢ଼ି ନିଜେ ଗଲେ। ସେତେବେଳେ ତ ମାଇକ୍ ନଥିଲା, ନିଜ ମୁହଁରେ କହି ଯାଉଥାନ୍ତି, 1000 ଗାଈର ମୂଲ୍ୟ ନେଇ ଯିଏ ଗୋଟିଏ ପୁରୁଷ ଛୋଟ ପିଲାଟିଏ ଦେବ। ଏଇଭଳି କହି ଯାଉଥାନ୍ତି। 2-4 ଦେଶ ବୁଲିବା ପରେ ଭୃଗୁଶୃଙ୍ଗ ରାଜ୍ୟରେ ଯାଇ ପହଞ୍ଚିଲେ। ସେଠି ଋଷିକଙ୍କ ଆଶ୍ରମ। ଋଷି ସେଠି ତପସ୍ୟା କରନ୍ତି। ସେଇ ଆଶ୍ରମରେ ଯାଇ ପହଞ୍ଚିକି ଦେଖିଲେ ଋଷିକ ଋଷି ଅଛନ୍ତି, ତାଙ୍କ ପତ୍ନୀ ଅଛନ୍ତି, ପୁତ୍ର 3 ଜଣ ଅଛନ୍ତି। ରାଜା ଆଶ୍ରମରେ ପହଞ୍ଚି ଋଷିକ ଋଷିଙ୍କ ପାଦ ତଳେ ପଡ଼ି ନମସ୍କାର କରି କହିଲେ, ହେ କପିବର, ଯଜ୍ଞ ଆମର ଚାଲିଛି। ନରବଳି ଦେବା ପାଇଁ ବହୁ ଦେଶ ବୁଲି ବୁଲି ଭାଗ୍ୟ ବଳରୁ ଆପଣଙ୍କ ଦର୍ଶନ ପାଇଲି। ଆପଣ 1,00,000 ଗାଈର ମୂଲ୍ୟ ନେଇ ଦୟାକରି ଯଦି ଗୋଟିଏ ପୁତ୍ର ଦେବେ, ମୁଁ ଚରିତାର୍ଥ ହେବି। ଋଷି କହିଲେ, ବଡ଼ ପୁଅକୁ ମୁଁ ଭାରି ଶ୍ରଦ୍ଧା କରେ, ତାକୁ ମୁଁ ଦେଇପାରିବି ନାହିଁ। ତାଙ୍କ ପତ୍ନୀ କହିଲେ, ମୁଁ ସାନ ପୁଅକୁ ବେଶୀ ଭଲ ପାଏ, ତାକୁ ଦେଇପାରିବି ନାହିଁ। ମଝିଆ ପୁଅ ସେଇଠି ଥିଲା, କହିଲା, ମୁଁ ବିକ୍ରି ପାଇଁ ଯୋଗ୍ୟ ହେଲି। ଆଉ ମୋର ଶ୍ରୋତା ବନ୍ଧୁ, ଭିଡ଼ିଓ ବଡ଼ ହେଲା ବେଳକୁ ଆପଣମାନେ ବେଶୀ ଲୋକ ଦେଖୁନାହାନ୍ତି, ଏଣୁ ଆଜି ଏଇଠୁ ବିଦାୟ ନେବା। ପୁଣି ଆପଣମାନେ ଶୁଣିବେ ଆଗାମୀ ଅଧ୍ୟାୟରେ। ଏ ଧାରାବାହିକ ରାମାୟଣ ସବୁଦିନ ସମ୍ପୂର୍ଣ୍ଣ ଶୁଣିବେ, ଦରଖଣ୍ଡିଆ କରିବେ ନାହିଁ। ଯଦି ଭଲ ଲାଗୁଥାଏ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରିବେ। ଏଣୁ ଆପଣମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଇଏ ରାମନାରାୟଣ ଏ ବିଶ୍ୱକୁ ଭଲରେ ରଖୁ, ଏତିକି କହି ବିଦାୟ ନେଉଛି। ଜୟ ଶ୍ରୀରାମ।